ମୟୂରଭଞ୍ଜର ଚାଞ୍ଚଲ୍ୟକର ଖବର। କୌଣସି ଏକ ମାରଣା ଅସ୍ତ୍ରରେ ମହିଳାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରି ଫେରାର ହୋଇଯାଇଛି ଦୁର୍ବୃତ୍ତ। ରାତି ଅଧରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ ବଡ଼ନାରାୟଣୀ ଗ୍ରାମ ପଞ୍ଚାୟତର ଦେଓଗାଁରେ। ଦେଓଗାଁ ଗ୍ରାମର ମଟାଇ ବୈପାୟୀଙ୍କ ତୃତୀୟ ସ୍ତ୍ରୀ ସୁହାଗୀ ବୈପାୟୀ ରୋଷେଇ ଘରେ ରୋଷେଇ କରୁଥିବା ସମୟରେ ଘରେ କେହି ନଥିବା ବେଳେ ଅଜଣା ଦୁର୍ବୃତ୍ତ ମାରଣା ଅସ୍ତ୍ରରେ ତାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ ଗ୍ରାମରେ ଫୁଟବଲ ପ୍ରତିଯୋଗିତା ଚାଲିଥିବାରୁ ସମସ୍ତେ ଖେଳ ଦେଖିବା ପାଇଁ ଚାଲି ଯାଇଥିଲେ। ଏହାର ସୁଯୋଗ ନେଇ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଛି ଦୁର୍ବୃତ୍ତ। ଏ ବିଷୟରେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।